ପଲ୍ଲବୀ ମମତାକୁ କହିବେ, ଆପଣ ରୁହନ୍ତୁ, ମୁଁ ଅଛି ନା। ତାପରେ ମମତା କହିବେ, ନାଇଁ ନାଇଁ, ତୁ ଏକା ପାରିବୁନି, ଚାଲ ଆମେ 2 ଜଣ ଯିବା। ଏମିତି କହି ପଲ୍ଲବୀ ଓ ମମତା କିଚେନକୁ ଚାଲିଯିବେ। ତାପରେ ସମସ୍ତେ ଡାଇନିଂ ପାଖକୁ ଯିବେ ଆଉ ବସିବେ। ତାପରେ ଦାଦିମା ରୁବିକୁ କହିବେ, ଦେଖିଲୁ ତ ଖାଇବା ଚୋରଣୀ, ଯୋଉ ମମତାକୁ ତୁ ହଇରାଣ କରୁଥିଲୁ, ସେ ତୋର କଷ୍ଟ ସହି ନ ପାରି ସାହାଯ୍ୟ କରିବା ପାଇଁ ଚାଲି ଆସିଲା। ଆରେ ୟାଙ୍କୁ ହିଁ କୁହନ୍ତି ମଣିଷ ପଣିଆ। ଶୁଣୁ, ୟା ପରେ ଯଦି ତୁ ମମତା ଓ ତା ପରିବାରକୁ ହଇରାଣ କରିବାକୁ ଚେଷ୍ଟା କରୁନା, ତାହେଲେ ସେଇଦିନ ତୁ ଆଉ ତୋ ଏ ସୁକୁଟୁ ଝିଅର ଏ ଘରେ ଶେଷ ଦିନ, ବୁଝିଲୁ? ତାପରେ ଅଚାନକ ଆଦର୍ଶ ଚିତ୍କାର କରିବେ ଆଉ କହିବେ, ପାଦକୁ ମଶା କାମୁଡ଼ି ଦେଲା ନା, ବହୁତ ଜୋରରେ କାଟୁଛି। ଏମିତି କହି ଆଦର୍ଶ ଉଠିବେ ଆଉ କହିବେ, ପଲ୍ଲବୀ, ମୋତେ ଟିକେ ରୁମକୁ ନେଇ ଚାଲ, ମୋତେ ପୁଣି ଫାର୍ଷ୍ଟ ଏଡ୍ କରିବାକୁ ପଡ଼ିବ, ପ୍ଲିଜ ମୋତେ ନେଇ ଚାଲ। ତାପରେ ପଲ୍ଲବୀ ଆଦର୍ଶକୁ ଧରି ଚାଲିଯିବେ ଆଉ ରୁମକୁ ଆସିବେ। ତାପରେ ପଲ୍ଲବୀ କହିବେ, ଆଇ ଏମ୍ ସରି ଆଦର୍ଶ, ତମ ଗୋଡ଼ରେ ବହୁତ ଜୋରରେ ଆଘାତ ଲାଗିଛି ନା। ମୁଁ ବିନା ମଜାକରେ ତମ ଗୋଡ଼କୁ ବହୁତ ଜୋରରେ କରିଦେଲି। ଆଇ ଏମ୍ ସରି। ତାପରେ ଆଦର୍ଶ କହିବେ, ସରି କହିଲେ କ'ଣ ହେବ ମ୍ୟାଡାମ, ଯେବେଠୁ ତମେ ପୋଲିସ ବାଲି ହେଲନି ସେବେଠୁ ତମ ଦେହରେ 4 ଜଣଙ୍କ ବଲ ଆସିଗଲାଣି। ତାପରେ ପଲ୍ଲବୀ ଆଦର୍ଶର କାନ ଧରିବେ ଆଉ କହିବେ, କ'ଣ କହିଲ ମୋତେ? ତାପରେ ଆଦର୍ଶ କହିବେ, ସରି। ତାପରେ ପଲ୍ଲବୀ କହିବେ, ତମ ଗୋଡ଼ରେ ବହୁତ ଜୋରରେ ଆଘାତ ଲାଗିଛି। ପୁଣି ଆଦର୍ଶ କହିବେ, ଲାଗିବନି, ତମେ ଲେଡିଜ ମାନେ ଯୋଉ ଗୋଟେ ଫୁଟର ସ୍ୟାଣ୍ଡେଲ ପିନ୍ଧୁଛ, ସେଥି ଯଦି କାହାକୁ ଦଳି ଦେବ ତା ଜୀବନ ରହିବଟି? ତାପରେ ପଲ୍ଲବୀ କହିବେ, କହିଲି ନା ସରି, ଆସ ବସ, ଆସ, ତମ ଗୋଡ଼ରେ ବହୁତ ଜୋରରେ ଆଘାତ ଲାଗିଛି, ବସ। ଏମିତି କହି ପଲ୍ଲବୀ ଆଦର୍ଶକୁ ବସେଇବେ ଆଉ କହିବେ, ପେନ୍ ହଉଛି ନା, ଦେଖେଇଲ, ମୋତେ ତମ ଗୋଡ଼ ଦେଖେଇଲ। ତାପରେ ଆଦର୍ଶ କହିବେ, ନାଇଁ। ତାପରେ ସୁଆ କହିବ, ପଲ୍ଲବୀର ପତି ନାଟକ କରୁଛି, ପଲ୍ଲବୀର ପତି ବୁଦ୍ଧୁ। ତାପରେ ଆଦର୍ଶ ରାଗରେ ଉଠିବେ ଆଉ କହିବେ, ତତେ ତ ମୁଁ ତୁ ଯଦି ଟିକେ ବି ପାଟି କରୁନା, ତତେ ସିଧା ନେଇ ବାହାରେ ଫୋପାଡ଼ି ଦେବି। ତାପରେ ପଲ୍ଲବୀ କହିବେ, ଆଦର୍ଶ, ତମେ ସେ ବିଚରା ଉପରେ କାହିଁକି ରାଗୁଛ? ହଁ, ତମେ ଏଠିକି ବସ, ମୁଁ ତମ ପାଇଁ ପେନ୍ ବାମ୍ ନେଇକି ଆସୁଛି, ଦେଖେଇଲ ତମ ଗୋଡ଼ କ'ଣ ହେଇଛି। ପୁଣି ଆଦର୍ଶ କହିବେ, ନାଇଁ, ଏବେ ନୁହଁ, ତମେ ଆଗ ଯାଅ, ପେନ୍ ବାମ୍ ନେଇକି ଆସ। ତାପରେ ପଲ୍ଲବୀ କହିବେ, ଓକେ। ଏମିତି କହି ପଲ୍ଲବୀ ଫାର୍ଷ୍ଟ ଏଡ୍ ବକ୍ସ ଆଣିବେ ଆଉ ଆଦର୍ଶକୁ ଦେଖି ତଳେ ପକେଇଦେବେ ଆଉ କହିବେ, ତମେ ଏଠିକି କାହିଁକି ଆସିଲ? ତାପରେ ଆଦର୍ଶ କହିବେ, ହଁ ମୁଁ। ଆଉ ସେ ଏକ୍ଚୁଆଲି କଥା କ'ଣ କି ପଲ୍ଲବୀ, ତମକୁ ବକ୍ସେସ୍ ଦବା ପାଇଁ ମୁଁ ଆସିଛି। ତମେ ଖୁଡ଼ିଙ୍କୁ ଘରକୁ ଆଣିବା ପାଇଁ ଯୋଉ ପ୍ଲାନ୍ କରିଥିଲ, ସେ ପ୍ଲାନ୍ ଏବେ ସକ୍ସେସ୍ ହେଇଗଲା ନା, ସେଇଥିପାଇଁ 500ଟା ପପି, ଭୁଲିଗଲ? ତାପରେ ପଲ୍ଲବୀ କହିବେ, ହ୍ୱାଟ୍, ତମ ମୁଣ୍ଡ ଖରାପ ହେଇଗଲାଣି? ତମ ଗୋଡ଼ ଠିକ୍ ନଥିଲା ନା, ସେଇଥିରେ ପୁଣି ଚାଲି ଆସିଲ 500ଟା ପପି ଦେବା ପାଇଁ? ହୁଁ, ବିଲକୁଲ ବି ନୁହଁ। ତାପରେ ଆଦର୍ଶ କହିବେ, ଆରେ ମ୍ୟାଡାମ, ବିଲକୁଲ ନୁହଁ କହିଲେ କେମିତି ହବ? ମୁଁ ତୁମକୁ କହିଥିଲି ମାନେ ତମକୁ ତ ମୋ କଥା ରଖିବାକୁ ପଡ଼ିବ ନା। ପୁଣି ପଲ୍ଲବୀ କହିବେ, ଆଚ୍ଛା, ତାହେଲେ ଏଇଥିପାଇଁ ତମେ ମୋତେ ଏଇଠିକି ଡାକି ଆଣିଲ, କହିଲ କ'ଣ ନା ମୋ ଗୋଡ଼ କାଟୁଛି, ମିଛୁଆ କୋଉଠିକାର। ତାପରେ ସୁଆ କହିବ, ମୁଁ ତ ଆଗରୁ କହିଛି ପଲ୍ଲବୀର ପତି ମିଛୁଆ। ତାପରେ ଆଦର୍ଶ କହିବେ, ହେ, ତତେ ମୁଁ ନାଇଁ, ମୁଁ ଏବେ ମୋ ମିଶନରୁ ବିଲକୁଲ ବି ଏପଟ ସେପଟ ହବା ଉଚିତ ନୁହେଁ। ଏମିତି କହି ଆଦର୍ଶ ପଲ୍ଲବୀ ପାଖକୁ ଯିବେ ଆଉ କହିବେ, ଚାଲ ପଲ୍ଲବୀ, 500ଟା ପପି ଦେଇଦିଅ। ତାପରେ ପଲ୍ଲବୀ କହିବେ, ନା, ଏଥିରେ ମୋ ବକ୍ସେସ୍ କେମିତି ହେଲା? ଏଥିରେ ତ ତମ ଫାଇଦା, ତମେ ଏନ୍ଜୟ କରିବ, ମୋର ଲାଭ କ'ଣ? ହଁ। ତାପରେ ଆଦର୍ଶ କହିବେ, ଆଚ୍ଛା, ମୁଁ ଏନ୍ଜୟ କରୁଛି ନା, ତମକୁ ତ। ଏମିତି କହି ଆଦର୍ଶ ପଲ୍ଲବୀକୁ କିସ୍ କରିବେ। ତାପରେ ପଲ୍ଲବୀ ପାଟି କରିବେ। ତାପରେ ମମତା ଆସି କହିବେ, ଆରେ କ'ଣ ହେଲା ପଲ୍ଲବୀ? ହେ ଭଗବାନ, ଆଜି ମୋର ଏ ଘରେ ପ୍ରଥମ ଦିନ, ଆଉ ଏ କ'ଣ ଦେଖୁଛି? ତାପରେ ପଲ୍ଲବୀ ମମତାକୁ କହିବେ, ସାନମା ଦେଖନ୍ତୁ, ଆଦର୍ଶ ମୋତେ କେମିତି ହଇରାଣ କରୁଛନ୍ତି।
ତାପରେ ଆଦର୍ଶ କହିବେ, ନାଇଁ ଖୁଡ଼ି, ମୁଁ ୟାଙ୍କୁ କାହିଁ ହଇରାଣ କରିବି, ଏ ନାଟକ କରୁଛନ୍ତି। ପୋଲିସ ବାଲି ନା, ୟାଙ୍କ ପାଖରେ 4 ଜଣଙ୍କର ବଳ ଅଛି। ମୁଁ ୟାଙ୍କୁ ହଇରାଣ କରିବାକୁ ଏତେ ବଡ଼ ସାହସ କୋଉଠୁ ଆସିବ କହିଲ? ତାପରେ ପଲ୍ଲବୀ କହିବେ, ଦେଖନ୍ତୁ ସାନମା, ଇଏ ମୋତେ କେମିତି ଚିଡ଼ଉଛନ୍ତି। ଯାହା ପାରୁଛନ୍ତି ତାହା କହିଯାଉଛନ୍ତି। 4 ଜଣଙ୍କର ବଳ ମୋର କୋଉଠୁ ଆସିବ? ତାପରେ ମମତା ଆଦର୍ଶକୁ କହିବେ, କାହିଁକି ତୁ ମୋ ବୋହୂକୁ ହଇରାଣ କରୁଛୁ? ଯଦି ହଇରାଣ କରିବାର ଅଛି ତାହେଲେ କବାଟ ବନ୍ଦ କରି ରଖ। ତାପରେ ପଲ୍ଲବୀ କହିବେ, ସାନମା, ଆପଣ ବି ତାଙ୍କ ସହିତ ସାମିଲ ହେଇ ଯାଉଛନ୍ତି। ଯାଆନ୍ତୁ, ମୁଁ ଆପଣଙ୍କ ସହିତ କଥା ହେବିନି। ତାପରେ ସୁଆ କହିବ, ମମତା ମା ଫେରି ଆସିଲେ। ପଲ୍ଲବୀର ପତି ମିଛୁଆ, ପଲ୍ଲବୀର ପତି ବୁଦ୍ଧୁ। ତାପରେ ଆଦର୍ଶ କହିବେ, ବହୁତ ହେଇଗଲା, ତୁ ଏବେ ଏ ରୁମରେ ଆଉ ରହିପାରିବୁନି। ମୋର ସବୁ ପ୍ରାଇଭେସି ତୁ ବରବାଦ କରୁଛୁ, ଚାଲ। ଏମିତି କହି ଆଦର୍ଶ ସୁଆକୁ ଧରି ବାହାରକୁ ଚାଲିଯିବେ। ତାପରେ ପଲ୍ଲବୀ ମମତାକୁ କହିବେ, ସାନମା, ସତରେ ଆପଣ ଏ ଘରକୁ ଚାଲି ଆସିବା ପରେ ପୁଣି ଥର ଏ ଘର ଖୁସିରେ ପୂରି ଉଠିଲା। ମୋତେ ତ ଏଠି ଏମିତି ଲାଗୁଛି ଯେମିତି ମୋତେ ପୁଣି ଥରେ ଗୋଟେ ବଡ଼ ସାହସ ମିଳିଗଲା। ତାପରେ ମମତା କହିବେ, ପଲ୍ଲବୀ, ପୂଜା ଶେଷ ହେବା ପର୍ଯ୍ୟନ୍ତ ଆମେ ଏଇଠି ଅଛୁ। ତୁ ଚିନ୍ତା କରନି। ଚାଲ, ଏବେ ତମେ 2 ଜଣ ଡ୍ୟୁଟିକୁ ଯିବା ପାଇଁ ରେଡି ହେଇଯାଅ। ତଲେ ସମସ୍ତେ ତମକୁ ଡାଇନିଂରେ ୱେଟ୍ କରିଛନ୍ତି, ଆସ। ଏମିତି କହି ମମତା ଚାଲିଯିବେ। ତାପରେ ତଲେ ସମସ୍ତେ ସୋଫାରେ ବସିଥିବେ ଆଉ କଥାବାର୍ତ୍ତା ହେଉଥିବେ। ତାପରେ ପଲ୍ଲବୀ ଦାଦିମାଙ୍କୁ କହିବେ, ଦାଦିମା, ଆପଣ ବିନା ଆପଣଙ୍କୁ ଦେଖିଲେ ଆପଣ ଏତେ ସୁନ୍ଦର ଜୋକ୍ କରନ୍ତି ବୋଲି କେହି ବି ଭାବି ନଥିଲେ। ତାପରେ ଆଦର୍ଶ କହିବେ, ହଁ ଦାଦିମା, ହସି ହସିକିନା ମୋ ପେଟ ବି ଅଥା ହେଇଗଲାଣି। ମୁଁ ପ୍ରଥମ ଥର ପାଇଁ ଏ ମଜାକ ଦେଖୁଛି ଆପଣଙ୍କ ପାଖରୁ। ତାପରେ ମମତା କହିବେ, ପିଇସି ମା, ଆପଣ ସବୁବେଳେ ଏମିତି ମଝିରେ ମଝିରେ ଆସନ୍ତୁ। ଆପଣ ଏଠିକି ଆସିଲେ ନା ବହୁତ ମଜା ହେଉଛି। ତାପରେ ଆନନ୍ଦ କହିବେ, ପିଇସି ମା, ମୁଁ ତ କହୁଛି ଆପଣ ଏଠି ସବୁଦିନ ପାଇଁ ରହିଯାଆନ୍ତୁ ନା। ତାପରେ ମାୟା କହିବେ, ହଁ ପିଇସି ମା, ଆପଣ ଏଠି ରହିଲେ ଆମର କିଛି ଅସୁବିଧା ନାହିଁ। ତାପରେ ଦାଦିମା କହିବେ, ଆରେ ମୁଁ ତ ଚାହୁଁଛି ସବୁଦିନ ଏଠି ରହିଯିବାକୁ, କିନ୍ତୁ ହଉଛି କୋଉଠି? ସବୁ ସେ ପ୍ରଭୁଙ୍କର ଇଚ୍ଛା। ତାପରେ ରିମଝିମ୍ ରୁବିକୁ କହିବେ, ଇଏ ମୁଁ କ'ଣ ଦେଖୁଛି? ଏ ବୁଢ଼ୀ ବଡ଼ମାଙ୍କୁ ଏତେ ଇନସଲ୍ଟ କଲା ପରେ ବି ବଡ଼ମା ପୁରାପୁରି ତାଙ୍କ ପଟିଆ ହେଇଗଲେଣି। ତାପରେ ରୁବି କହିବେ, ଆରେ ବହୁତ ଚାଲାକି ବୁଢ଼ୀ। ବୁଢ଼ୀ ଦେଖେଇଲା ମାୟା ଉପରେ ହୁକୁମତି ଦେଖେଇ ଚାଲିପାରିବନି। ସେଇଥିପାଇଁ ସେ ମାୟାକୁ ପୁରା ହାତ କରିସାରିଲାଣି। ତାପରେ ଦାଦିମା କହିବେ, ହଁ, ପାନ ଭଙ୍ଗା ସରିଲା। ନିଅ ସମସ୍ତେ ଗୋଟେ ଗୋଟେ ପାନ ଖାଅ। ତାପରେ ରୁବି ରିମଝିମ୍କୁ କହିବେ, ଦେଖିଲୁ ତ ବୁଢ଼ୀ କେମିତି ପାନ ଭାଙ୍ଗିକି ସମସ୍ତଙ୍କୁ ଦେଇକି ବୋକା ବନଉଛି। ତାପରେ ଦାଦିମା କହିବେ, ଏ ରୁବି ଆଉ ଅଣ୍ଟା ହଲେଇ, ତମେ 2 ଜଣ ସେଇଠି କାହିଁକି ଠିଆ ହେଇଛ ମ? ନିଅ, ପାନ ନିଅ। ତାପରେ ରୁବି କହିବେ, ନାଇଁ ପିଉସୀ ମା, ମୁଁ ପାନ ଖାଏନି। ତାପରେ ରିମଝିମ୍ କହିବେ, ମୁଁ ବି ଖାଏନି ଦାଦିମା।